धन्यवाद सर। ମୁଁ ବର୍ତ୍ତମାନ ସ୍ୱାଗତ କରିବି ଡକ୍ଟର ପ୍ରମୋଦ ଦାସ ମହୋଦୟଙ୍କୁ। ତାପରେ ମୁଁ ଯିବି ମୋର ଚିରାଚରିତ ପ୍ରଶ୍ନ ଉତ୍ତର। ଆଉ ଡକ୍ଟର ପ୍ରମୋଦ ଦାସ ସାର୍ ନମସ୍କାର ସାର୍, ସ୍ୱାଗତ କରୁଛି କାର୍ଯ୍ୟକ୍ରମ। ନମସ୍କାର। ସାର୍। ସୁଜନ ପରିବାରର ସମସ୍ତ ଅତିଥି ବୃନ୍ଦ, ବକ୍ତା ମହୋଦୟ ମାନଙ୍କୁ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ଜଗନ୍ନାଥଙ୍କ ସଂସ୍କୃତି, ଜଗନ୍ନାଥଙ୍କ ଚେତନା ଏ ବିଷୟରେ ଯେଉଁ ଗଭୀର ଆଲୋଚନା ଏ ଅବସରରେ ଆମେ ଶୁଣିଲେ, ସେଥିରେ ଆମେ ସମସ୍ତେ ଉପକୃତ ହେଲେ। ମୋର ସେମିତି କିଛି ଜ୍ଞାନ ନାହିଁ, ଯଦିଓ ଭଗବାନଙ୍କ କୃପାରୁ, ଜଗନ୍ନାଥଙ୍କ କୃପାରୁ, ଜଗନ୍ନାଥଙ୍କ ମନ୍ଦିର ସାମ୍ନାରେ ମୋର ଘର। ଆମେ ଦାଣ୍ଡ ଦୁଆରକୁ ବାହାରିଲେ ଜଗନ୍ନାଥଙ୍କୁ ଦେଖୁ, ପତିତ ପାବନକୁ ଦେଖୁ। କିନ୍ତୁ ଏଇ ସାହିତ୍ୟ ଭାଷାରେ ଏବଂ ସଂସ୍କୃତ ଶ୍ଲୋକ ମାଧ୍ୟମରେ ତାଙ୍କୁ ବ୍ୟାଖ୍ୟା କରିବାର ଯେଉଁ ଜ୍ଞାନ, ସେ ଜ୍ଞାନ ମୋର ନାହିଁ। ମୁଁ କେବଳ ଗୋଟିଏ କଥା କହିବି ଯେ ଭକ୍ତମାନେ ଯେଉଁ ଉପାସନା କରନ୍ତି, ଭକ୍ତି କରନ୍ତି, ଶ୍ରଦ୍ଧା କରନ୍ତି, ତାହା ତିନି ପ୍ରକାରର। ଏବଂ ଆମେ ଯେତେ ପ୍ରକାର ଯାହା ସବୁ ଆଲୋଚନା କରୁଛେ, ଶାସ୍ତ୍ରରେ ପଢୁଛେ, ଯାହା ସବୁ ବିଶ୍ୱାସ କରୁଛେ, ସିଏ ମଧ୍ୟ ସିଏ ତିନି ପ୍ରକାର ଭିତରେ ଅନ୍ତର୍ଭୁକ୍ତ। ଜଗନ୍ନାଥଙ୍କର ସଂସ୍କୃତି ଚେତନା ବିଷୟରେ ଜାଣିବା ପାଇଁ ହେଲେ, ଜଗନ୍ନାଥଙ୍କର ମହିମା ଜାଣିବା ପାଇଁ ହେଲେ, ଭଗବତ ଗୀତାର 15 ଅଧ୍ୟାୟ ପୁରୁଷୋତ୍ତମ ଯୁଗ, ଜଗନ୍ନାଥଙ୍କୁ ମଧ୍ୟ ପୁରୁଷୋତ୍ତମ ବୋଲି କୁହାଯାଏ। ଏ କ୍ଷେତ୍ରକୁ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ବୋଲି କୁହାଯାଏ। ସେଇ ଅଧ୍ୟାୟରେ ଜଗନ୍ନାଥଙ୍କର ମହିମାକୁ ଆମେ ଭଲ ଭାବରେ ବୁଝିପାରିବା। ତିନୋଟି, କେବଳ 15 ନୁହଁ, 13, 14, 15 ଏ ତିନୋଟି କ୍ଷେତ୍ର, କ୍ଷେତ୍ରଜ୍ଞ, ତାପରେ ଗୁଣତ୍ରୟ ବିଭାଗ ଯୋଗ, ତାପରେ ପୁରୁଷୋତ୍ତମ ଯୋଗ, এই ତିନୋଟି ଅଧ୍ୟାୟ ଯଦି ଆମେ ଭଲ ଭାବରେ ପଢିବା, ପ୍ରକୃତରେ ଜଗନ୍ନାଥଙ୍କର ଚେତନା, ଜଗନ୍ନାଥଙ୍କର ସଂସ୍କୃତି ବିଷୟରେ ଆମେ ଜାଣିପାରିବା। ତେବେ ଏଇ ଯୋଉ ପୁରୁଷୋତ୍ତମ ଯୋଗ, ସେଥିରେ ତିନି ପ୍ରକାରର କଥା କୁହାଯାଇଛି। ଗୋଟେ ହେଉଛି କ୍ଷର, ଅକ୍ଷର ଆଉ ପୁରୁଷୋତ୍ତମ। କ୍ଷର ମାନେ ଯାହା ପରିବର୍ତ୍ତନଶୀଳ, ଯାହା ପେରିସେବଲ, ଯାହା ମାନିଫେଷ୍ଟ କରିଛି, ଯାହା ବ୍ୟକ୍ତ ହେଇଛି। ଜଗନ୍ନାଥ ସେଠୁ ଆସିବ ମନ୍ଦିର କନସେପ୍ଟ, ସେଠୁ ଆସିବ ମନ୍ଦିରକୁ କିଏ ସୃଷ୍ଟି କଲେ, ଇତିହାସ ଆସିବ। ସାମାଜିକ କଥା ବ୍ରଜ ସାରଙ୍କୁ ଆମେ ଶୁଣିଲେ, ସାମାଜିକ ନୀତିନୀତି କଥା ଆସିବ, ଇତିହାସ କଥା ଆସିବ, ପୁରାଣ କଥା ଆସିବ। ଇଏ ସବୁ ପରିବର୍ତ୍ତନଶୀଳ, ଇଏ ସବୁ ମଣିଷ ଦ୍ୱାରା ସୃଷ୍ଟ, ଇଏ ସବୁ ଗୁଡ଼ିକର ପରିବର୍ତ୍ତନ ହେଇଯାଏ। ସେଠି କମ୍ପିଟିସନ ଆସିବ। ପୁରୀ ଜଗନ୍ନାଥ, ଦୀଘା ଜଗନ୍ନାଥ, ପୁରୀ ମହୋଦଧି, ଦୀର୍ଘାର ଯୋଉ ସମୁଦ୍ର, ଆମ ଜଗନ୍ନାଥ, ତୁମ ଜଗନ୍ନାଥ। ଜଗନ୍ନାଥଙ୍କର ବିଭିନ୍ନ ନାମ ରୂପ, ନାମ ରୂପର ଯୋଉ ଉପାସନା, ଏ ସବୁ କ୍ଷେର, ପରିବର୍ତ୍ତନଶୀଳ। ଇଏ ଗୋଟେ ଲେୟାର ଅଫ କନସିୟସନେସ। ମଣିଷ ପାଇଁ ଗୋଟେ ମୂର୍ତ୍ତି ଦରକାର, ଗୋଟେ ନାମ ଦରକାର, ଗୋଟେ ରୂପ ଦରକାର। ସେମିତି ଜଗନ୍ନାଥ ମଧ୍ୟ ଗୋଟେ ରୂପ। କ୍ଷେର ହଉଛି ତାହା ଯାହା ବାଧିତ, ଯାହା ଅବାଧିତ ନୁହେଁ। ଯଦି ହିନ୍ଦୁ ମାନେ ଜଗନ୍ନାଥଙ୍କୁ ମାନୁଛନ୍ତି, ମୁସଲିମ ମାନେ ମାନୁନାହାନ୍ତି, ତାର ଅର୍ଥ ଗୋଟେ ବିପରୀତ ଭାଷ ରହୁଛି, ଗୋଟେ ବିପରୀତ ବୋଧ ରହୁଛି। ଜଣେ ମାନିବ, ଜଣେ ମାନିବନି। ଖ୍ରୀଷ୍ଟିଆନ ମାନେ ମାନିବେନି, ମୁସଲିମ ମାନେ ମାନିବେନି। ଗୋଟେ ନିର୍ଦ୍ଦିଷ୍ଟ ଗ୍ରୁପ ର ଯୋଉ ଲୋକ, ସେମାନେ ମାନିବେ। ଜଗନ୍ନାଥଙ୍କର ଗୋଟେ ରୂପ ରହିବ, ସେ ରୂପକୁ ମୁଁ ନ ଦେଖିଲେ ମୁଁ ଜଗନ୍ନାଥ ବୋଲି ମାନିବି ନାହିଁ। ମତେ ସେ ରୂପ ଦରକାର, ସେ ରୂପ ମାଧ୍ୟମରେ ମୁଁ ଜଗନ୍ନାଥଙ୍କୁ ଚିହ୍ନିବି। ଇଏ ହଉଛି ଗୋଟେ ସ୍ତରର ଉପାସନା। ମୋ ପାଇଁ ଗୋଟେ ମୂର୍ତ୍ତି ଦରକାର, ମୋ ପାଇଁ ଗୋଟେ ନାମ ଦରକାର, ରୂପ ଦରକାର। ମୁଁ କ୍ଷେତ୍ର ଯିବି, ତାର ତ ପୁରୀ ଗଲେ ହିଁ ମୁଁ ଜଗନ୍ନାଥଙ୍କୁ ଜାଣିପାରିବି, ଜଗନ୍ନାଥଙ୍କୁ ଫିଲ୍ କରିପାରିବି। ମୁଁ ଭୁବନେଶ୍ୱରରେ ଜଗନ୍ନାଥଙ୍କୁ ଫିଲ୍ କରିପାରିବି ନାହିଁ। ତେଣୁ ପୁରୀରେ ଆସିକିରି ଘର କରିକିରି 100 ବର୍ଷ ରହିଲେ ମଧ୍ୟ, ଏବଂ 5ଟା ଜେନେରେସନ ରହିଲେ ମଧ୍ୟ, ଯଦି ମନ ଭିତରୁ ଲୋଭ, କ୍ରୋଧ, ମୋହ ଏସବୁ ଦୂର ହୋଇନାହିଁ, ତେବେ ସେ ଜଗନ୍ନାଥଙ୍କର ଉପଲବ୍ଧି ହବ ନାହିଁ। ଏସବୁ କ୍ଷେର, ଏସବୁ ପରିବର୍ତ୍ତନଶୀଳ। ଆଉ ଗୋଟେ ପ୍ରକାର ଉପାସନା ହଉଛି ନିରାକାର, ଯୋଉଟାକୁ ଆମେ କହୁଛୁ ଅକ୍ଷର, ଇମ୍ପେରିସେବଲ, ଅନମାନିଫେଷ୍ଟ, ଯାହାର ମାନିଫେଷ୍ଟେସନ ହେଇନାହିଁ। ସମୁଦ୍ର ଅଛି ଏବଂ ତାର ଢେଉ ଅଛି। ଆମେ ଢେଉକୁ ଦେଖୁଛେ, ତା ପଛପଟେ ଗୋଟେ ସମୁଦ୍ର ଅଛି, ଯୋଉ ସମୁଦ୍ରରୁ ଢେଉ ସୃଷ୍ଟି ହଉଛି। ତେଣୁ ସିଏ ହଉଛି ଗୋଟେ ଉପାସନା। ଜ୍ଞାନୀ ମାନଙ୍କର ସେଇ ଉପାସନା, ସେଇ ଭକ୍ତ, ସେଇ ମଣିଷ। କାହିଁକିନା ଇଏ ହଉଛି ମଣିଷର ଚେତନାର ସୃଷ୍ଟି।
ସେଠି ଜଗନ୍ନାଥଙ୍କର ମୂର୍ତ୍ତିର ଆବଶ୍ୟକତା ନାହିଁ, ସେଠି ଶ୍ରୀକ୍ଷେତ୍ରର ଆବଶ୍ୟକତା ନାହିଁ, ସେଠି ପୁରୀ ଦୀଘାର କମ୍ପିଟିସନ ନାହିଁ। ଜଣେ ଜେଲ ଭିତରେ ମଧ୍ୟ ଜଗନ୍ନାଥଙ୍କୁ ବୁଝିପାରିବେ। ଈଶାବାସ୍ୟମ୍ ଇଦମ୍ ସର୍ବମ୍, ଈଶ ସବୁଆଡେ ଅଛନ୍ତି। ଏଇ ଯୋଉ ଫିଲିଙ୍ଗସ୍, ଏଇ ଯୋଉ ଚେତନା, ଏଇ ଯୋଉ ଭକ୍ତି, ଇଏ ହଉଛି ଆଉ ଗୋଟେ ସ୍ତରର ଭକ୍ତି। ଇଏ ହଉଛି ଅକ୍ଷର। ଗୋଟେ ପୁରୁଷୋତ୍ତମ ଏଇ କ୍ଷର ନୁହନ୍ତି କି ଅକ୍ଷର ନୁହନ୍ତି। ପୁରୁଷୋତ୍ତମ ହଉଛନ୍ତି ସିଏ ଯିଏ କ୍ଷର ଏବଂ ଅକ୍ଷରର ଟ୍ରାନ୍ସଡେଣ୍ଟ, ତାର ଉର୍ଦ୍ଧ୍ୱରେ, ଯିଏ ନିଜକୁ ବ୍ୟକ୍ତ କରିପାରନ୍ତି ଏବଂ ନିଜକୁ ମଧ୍ୟ ଅବ୍ୟକ୍ତ ଅବସ୍ଥାକୁ ଫେରେଇ ଆଣିପାରନ୍ତି। ସମୁଦ୍ର ଢେଉ ହେଇପାରୁଥିବ ଏବଂ ଢେଉରୁ ପୁଣି ସମୁଦ୍ରକୁ ଫେରି ପାରୁଥିବ। ସମୁଦ୍ର କୂଳେ ଯଦି 3 ଜଣ ବସିଛନ୍ତି, ଜଣେ ଢେଉକୁ ଦେଖି ଖୁସି ହେଇଯାଉଛି, ଜଣେ ସମୁଦ୍ରକୁ ଦେଖି ଖୁସି ହେଇଯାଉଛି ଏବଂ ଆଉ ଜଣେ ଉଭୟ ଢେଉ ଆଉ ସମୁଦ୍ରକୁ ଦେଖି ପାରୁଛି। ଯିଏ ବ୍ୟକ୍ତ ଅବସ୍ଥାରେ ବ୍ୟକ୍ତକୁ ଦେଖିକିରି ଜଗନ୍ନାଥଙ୍କୁ ଉପଲବ୍ଧି କରିପାରୁଛି, ଅବ୍ୟକ୍ତ ଅବସ୍ଥାରେ ମଧ୍ୟ ଜଗନ୍ନାଥଙ୍କୁ ଉପଲବ୍ଧି କରିପାରୁଛି ଏବଂ ଏକ ସାଙ୍ଗରେ ବ୍ୟକ୍ତ ଏବଂ ଅବ୍ୟକ୍ତ ଉଭୟକୁ ଦେଖିପାରୁଛି। ଇଏ ହଉଛି 3ଟା ଲେୟାରର ଅବସ୍ଥା। ଯେମିତି ଆମେ କହୁଛୁ ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି। ଇଏ ଡିଫରେଣ୍ଟ ଲେୟାର୍ସ ଅଫ କନସିୟସନେସ୍। ଭକ୍ତ ମାନଙ୍କର ମଧ୍ୟ ଡିଫରେଣ୍ଟ ସୋପାନ ଅଛି। ତେଣୁ ଯେତେ ଆମେ ରାମାନୁଜଙ୍କ କଥା କହୁଛେ, ଏଇ ସବୁ ହଉଛି ସେଇ କ୍ଷର ଅବସ୍ଥାର କଥା। ମୋ ପାଇଁ ଗୋଟେ ମୂର୍ତ୍ତି ଦରକାର, ମୋ ପାଇଁ ଗୋଟେ ନାମ ଦରକାର, ମୋ ପାଇଁ ଗୋଟେ ରୂପ ଦରକାର। ମୋର ଭଜନ ନ ବୋଲିଲେ ମୋର ହେଇପାରିବ ନାହିଁ। ସବୁଦିନ ଜଗନ୍ନାଥ ମନ୍ଦିର ନ ଗଲେ ମନ ସନ୍ତୁଷ୍ଟ ହେଇପାରିବ ନାହିଁ। କିନ୍ତୁ ଯିଏ ଅକ୍ଷରକୁ ପୂଜା କରିପାରେ, ଯିଏ ଜଗନ୍ନାଥଙ୍କୁ ସବୁ ଭିତରେ, ଗୋଟେ କୁକୁର ଭିତରେ ବି, ଗୋଟେ ଗାଈ ଭିତରେ ବି, ଗୋଟେ ପୋକ ଭିତରେ ବି ଏବଂ ସବୁ ସ୍ଥାନରେ ଏବଂ ସବୁ ଏପରି କର୍ମଭୂମିରେ ମଧ୍ୟ, ମୋ କ୍ଲାସ ରୁମରେ ମଧ୍ୟ ମୁଁ ଜଗନ୍ନାଥଙ୍କୁ ଉପଲବ୍ଧି କରିପାରେ। ତା ପାଇଁ କୌଣସି ଆକାରର ଆବଶ୍ୟକ। ଏଇ କଥା ଭଗବତ ଗୀତାରେ କୁହାଯାଇଛି। ଏଇ କଥା ଜଗନ୍ନାଥ ନିଜେ କହୁଛନ୍ତି। ଜଗନ୍ନାଥ ଏଇ ଯୋଉ ବିଭିନ୍ନ ରୂପରେ ଯୋଉ ରଥଯାତ୍ରା ହବ, ବାହାରକୁ ଆସିବେ, 9 ଦିନ ଯିବେ, ପୁଣି ଫେରିବେ, ସୁନା ବେଶ ହବ, ଡିଫରେଣ୍ଟ ବେଶ ହବ, ଏଇ ସବୁ ପ୍ରଜାମାନଙ୍କ ପାଇଁ, ଭକ୍ତମାନଙ୍କ ପାଇଁ, ତାଙ୍କର ଏସବୁ ଆବଶ୍ୟକତା କିଛି ନାହିଁ। ତେଣୁ ଯୋଉମାନଙ୍କର ହାୟର କନସିୟସନେସ୍ ନାହିଁ, ସେଇମାନଙ୍କ ସ୍ତରକୁ ସିଏ ଅବତାର କରନ୍ତି, ଡିସେଣ୍ଡ କରନ୍ତି, ତଳକୁ ଖସି ଆସନ୍ତି। ଯେପରି ମା ଛୁଆ ନହେଲେ ଛୁଆ ଖାଇବ ନାହିଁ, ମା ଯଦି ମା ହେଇକି ରହିବ, ଛୁଆ ଖାଇବ ନାହିଁ। ତେଣୁ ଏ ସବୁ ଜଗନ୍ନାଥଙ୍କର ଲୀଳା। ଜଗନ୍ନାଥ ଏସବୁ କରନ୍ତି ସେଇ ଭକ୍ତମାନଙ୍କ ପାଇଁ, ଯୋଉ ଭକ୍ତମାନଙ୍କୁ ବାରଣ କରାଯାଇଛି। ଏପରିକି ଧର୍ମ ମଧ୍ୟ ନାହିଁ। ଇଏ ହିନ୍ଦୁ ଧର୍ମ, ମୁଁ ଯଦି ହିନ୍ଦୁ ଧର୍ମର ଯୋଉଟା ଗଣେଶ ସାର୍ ବହୁତ ସୁନ୍ଦର ଭାବରେ କହିଲେ, ନାଇଁ ସରି ହରମନ ସାର୍ କହିଲେ, ଈଶ୍ୱର ତତ୍ଵ। ଈଶ୍ୱର ମଧ୍ୟ ମାନifestation, ଈଶ୍ୱର ମଧ୍ୟ ଗୋଟେ ଉପାଧି। ଯୋଉଠି ଉପାଧି ନାହିଁ ତାର ତ ଈଶ୍ୱରତୀତ। ଯଦି ଈଶ୍ୱର ବୋଲି କହିବି, ମୁଁ ଯଦି ଗୋଟେ ଧର୍ମର ଦେବତା ବୋଲି କହିବି, ମୁଁ ଯଦି ଗୋଟେ ସମ୍ପ୍ରଦାୟର ଦେବତା ବୋଲି କହିବି, ତାହେଲେ ତ ସେ ସଂକୀର୍ଣ୍ଣ ହେଇଗଲେ, ସେ ତ ଗୋଟେ ବାଧିତ ହେଇଗଲେ। କିନ୍ତୁ ତାହାର ଆବଶ୍ୟକତା ରହିଛି ସେଇମାନଙ୍କ ପାଇଁ ଯୋଉମାନେ କନସିୟସନେସ୍ ବହୁତ ତଳ ସ୍ତରରେ ଅଛି, ଯୋଉମାନଙ୍କର କ୍ଷର। ଏବଂ ଆଉ ଗୋଟେ ସ୍ତର ହଉଛି ଅକ୍ଷର। ମୁଁ ନିରାକାରକୁ ଦେଖିପାରିବି ଚେତନା ସ୍ତରରେ। ଚେତନା ସ୍ତରରେ ମୋର କୌଣସି ନାମ ରୂପର ଆବଶ୍ୟକତା ନାହିଁ, ଶାସ୍ତ୍ର ପୁରାଣ ବି ଦରକାର ନାହିଁ। ପୁରାଣ ଇନ୍ଦ୍ରଦ୍ୟୁମ୍ନ ଏହା କରିଥିଲେ, ଏସବୁ ଠିକ ଅଛି, ଏସବୁ ଇତିହାସ ଠିକ ଅଛି। କିନ୍ତୁ ଯେତେବେଳେ ଚେତନାର ବିକାଶ ହବ, ମତେ କେବଳ ଶୂନ୍ୟ ଦେଖାଯିବ, ମତେ କେବଳ ନିରାକାର ଦେଖାଯିବ, ମତେ ସବୁରି ଭିତରେ ଜଗନ୍ନାଥ ଦେଖାଯିବ, ମତେ ଗୋଟେ ଭିକାରୀ ଭିତରେ ଜଗନ୍ନାଥ ଦେଖାଯିବେ। ଯଦି ଜଗନ୍ନାଥଙ୍କର ଦର୍ଶନ ମୁଁ କରିପାରୁନାହିଁ ଭିଡ ଭିତରେ, କିନ୍ତୁ ମୋ ଭିତରେ ଆସି ଗୋଟେ ହାଲକେଇ ଗୋଟେ ପବନ ବାଜିଗଲା, ମୋ ଦେହ ଶୀତଳ ହେଇଗଲା, ମୁଁ ଯଦି ଫିଲ୍ କରିପାରୁଥିବି ଯେ ଜଗନ୍ନାଥ ଏଇ ପବନ ଆକାରରେ ଆସିକି ମୋ ଦେହକୁ ଶୀତଳ କରିଦେଲେ, ତାହେଲେ ସିଏ ବି ଗୋଟେ ପ୍ରକାରର ଚେତନା। ଏବଂ ମାନିଫେଷ୍ଟ ଆଉ ଅନମାନିଫେଷ୍ଟ, ବ୍ୟକ୍ତ ଏବଂ ଅବ୍ୟକ୍ତ, এই ଉଭୟକୁ ଯଦି ଆମେ ସମଦୃଷ୍ଟିରେ ଦେଖିପାରୁଥିବା, ଉଭୟର ସାକ୍ଷୀ ସ୍ୱରୂପ ହେଇପାରୁଥିବା, ସେଇ ଯୋଉ ଚେତନା, ସେ ଚେତନା ହଉଛି ସବୁଠାରୁ ଉଚ୍ଚ କୋଟିର ଚେତନା। ଏବଂ ଜଗନ୍ନାଥ ହେଲେ ପୁରୁଷୋତ୍ତମ। ପୁରୁଷୋତ୍ତମ ହଉଛି କ୍ଷର ଆଉ ଅକ୍ଷରର ଯେ ଉର୍ଦ୍ଧ୍ୱ, ଯିଏ କ୍ଷର ହେଇପାରିବେ ଏବଂ ଯିଏ ଅକ୍ଷର ହେଇକି ରହିପାରିବେ, ଯିଏ ସମୁଦ୍ର ହେଇପାରିବ ଏବଂ ସମୁଦ୍ରର ଢେଉ ମଧ୍ୟ ହେଇପାରିବ, ସିଏ ହଉଛନ୍ତି ପୁରୁଷୋତ୍ତମ। ତେଣୁ ଆମେ ଯେତେବେଳେ ଜଗନ୍ନାଥଙ୍କ ବିଷୟରେ କିଛି କହୁଛେ, ଜଗନ୍ନାଥଙ୍କ ବିଷୟରେ କିଛି ଭାବୁଛେ, ଆମେ ମଣିଷ, ଯୋଉଟା ହରମନ ସାର୍ ବି ଆଉ ସୁନ୍ଦର ଭାବରେ କହିଲେ, ହ୍ୟୁମାନ ଫ୍ରେମୱାର୍କ, ହ୍ୟୁମାନ ପର୍ସପେକ୍ଟିଭ। ଯେତେବେଳେ ମଣିଷ କଥା କହୁଛି, ସେ ତାର ପର୍ସପେକ୍ଟିଭର କଥା କହୁଛି। ସେଥିପାଇଁ ରାମଚନ୍ଦ୍ର ଗୋଟେ ମଣିଷ ପରି ଦେଖାଯାଉଛନ୍ତି, ଶ୍ରୀକୃଷ୍ଣ ଗୋଟେ ମଣିଷ ପରି ଦେଖାଯାଉଛନ୍ତି। କିନ୍ତୁ ଜଗନ୍ନାଥଙ୍କୁ ଆମେ କାହିଁକି ଅକ୍ଷର ବୋଲି କହିପାରିବା ନା, ସେ ଏପରି ଏକ ରୂପ ନେଇଛନ୍ତି ଯାହାକୁ ମଣିଷ କଳ୍ପନା କରିପାରିବ ନାହିଁ। ନମସ୍କାର ଆଜ୍ଞା। ଏଇ ହଉଛି ମୋର
ଏଇ ହଉଛି ମତେ ମତେ ରହିବା ପାଇଁ କହୁଛନ୍ତି କି? ନାଇଁ ନାଇଁ ମଝିରେ ଶୁଭୁ ନଥିଲା। ଠିକ୍ ଅଛି, କୁହନ୍ତୁ ସାର୍, କୁହନ୍ତୁ, ଏବେ ଆଚ୍ଛା କୁହନ୍ତୁ। ନାଇଁ ନାଇଁ ମୋ କଥା ସରିଗଲା। ଏତିକି କହିବା ପାଇଁ ମୁଁ ଚାହୁଁଛି, ଜଗନ୍ନାଥ ଜଗନ୍ନାଥ ସିଏ ହେଲେ ପୁରୁଷୋତ୍ତମ, ସିଏ ହେଲେ ଟ୍ରାନ୍ସଡେଣ୍ଟାଲ ଡେଇଟି, ଏବଂ ଦ୍ୟାଟ୍ ଟ୍ରାନ୍ସଡେଣ୍ଟାଲ ଡେଇଟି ଯିଏ ଉତ୍ତରଣ ଅବସ୍ଥାରେ ଅଛନ୍ତି, ସିଏ କ୍ଷର ହେଇପାରିବେ ଏବଂ ଅକ୍ଷର ହେଇପାରିବେ। ସିଏ କ୍ଷର ଅବସ୍ଥାକୁ ଆସନ୍ତି ଏବଂ ସେଇଟା ହଉଛି ତାଙ୍କର ଲୀଳା। କାହିଁକି ନା ଯୋଉମାନେ ତଳ ସ୍ତରରେ ଅଛନ୍ତି, ଚେତନାର ତଳ ସ୍ତରରେ ଅଛନ୍ତି, ସେମାନେ ଅକ୍ଷରକୁ ବୁଝିପାରିବେ ନାହିଁ। ତାଙ୍କ ପାଇଁ ଗୋଟେ ଡେଇଟି ଦରକାର, ନାମ ଦରକାର, ରୂପ ଦରକାର, ପୁରାଣ ଦରକାର। ସେମାନେ ପୁରାଣ ମାଧ୍ୟମରେ ଜଗନ୍ନାଥଙ୍କୁ ବୁଝିବେ, ଇତିହାସ ମାଧ୍ୟମରେ ଜଗନ୍ନାଥଙ୍କୁ ବୁଝିବେ। ଏବଂ ଯୋଉମାନଙ୍କର ହାୟର ଚେତନା, ମୁଁ ତ ଭାବୁଛି ଯୋଉମାନେ ପଣ୍ଡିତ ମାନେ, ଯୋଉମାନେ ଫିଲୋସଫର ମାନେ, ଯୋଉମାନେ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ଯୋଉମାନେ 40-50 ବର୍ଷ ଧରିକିରି ବିଦ୍ୟାଧ୍ୟୟନ କରୁଛନ୍ତି, ବିଦ୍ୟା ଦାନ କରୁଛନ୍ତି, ସେମାନଙ୍କୁ ମୁଁ ସେକେଣ୍ଡ କାଟେଗୋରୀରେ ରଖୁଛି ଯେ ହୁଏତ ସେମାନଙ୍କର ଚେତନା ଅତି ଉଚ୍ଚ ସ୍ତରର, ସେମାନଙ୍କର କୌଣସି ଆକାର ଦରକାର ନାହିଁ। ଈଶାବାସ୍ୟମ୍ ଇଦଂ ସର୍ବମ୍, ଏଇ କଥା ଯେତେବେଳେ କୁହାଯାଉଛି, ସବୁରି ଭିତରେ ଆଇ ଆମ୍ ଇନ୍ ଏଭ୍ରିଥିଙ୍ଗ ଆଣ୍ଡ ଏଭ୍ରିଥିଙ୍ଗ ଇଜ ଇନ୍ ମି, ଏଇ ଯୋଉ ଫିଲୋସଫି, ଇଏ ହଉଛି ସେଲ୍ଫ ନଲେଜ। ମୁଁ ଆତ୍ମାକୁ ଦେଖିପାରୁଛି। କିନ୍ତୁ ଜଗନ୍ନାଥଙ୍କର ଯୋଉ ପୁରୁଷୋତ୍ତମ ଯୋଗ କଥା ଯୋଉ ଆମର କୁହାଯାଉଛି, ବା ଜଗନ୍ନାଥଙ୍କୁ ପୁରୁଷୋତ୍ତମ ବୋଲି କୁହାଯାଏ, ସେ କନସେପ୍ଟଟା ହଉଛି କ୍ଷର ଏବଂ ଅକ୍ଷର, ପେରିସେବୁଲ ଆଉ ଇମ୍ପେରିସେବୁଲ, ଅନମାନିଫେଷ୍ଟ ଆଉ ମାନିଫେଷ୍ଟ, ତାର ଉର୍ଦ୍ଧ୍ୱରେ ଯୋଉ ସତ୍ତା ରହିଛି, ସେ ହଉଛନ୍ତି ଜଗନ୍ନାଥ। ଆର ଖାଲି ଗୋଟିଏ ସେଣ୍ଟେନ୍ସ ଖାଲି କହିଦଉଛି, ଆପଣ ଯଦି କେବଳ ମାନିଫେଷ୍ଟ ଭିତରେ ରହିଯିବେ, ତାହା ହଉଛି ଅଜ୍ଞାନ। ଆପଣ ଯଦି କେବଳ ଅନମାନିଫେଷ୍ଟ ଭିତରେ ରହିଯିବେ, ତାହେଲେ ବି ଆପଣ ଅଧା। ଏଥିରେ ଡଗମାଟିଜିମ ରହିବ। ସେଥିପାଇଁ ଜଗନ୍ନାଥଙ୍କର ଡଗମାଟିଜିମ ନାହିଁ। ଜଗନ୍ନାଥ ଅନ୍ଧ ନୁହନ୍ତି। ସେ ନିଜକୁ କ୍ଷର ରୂପରେ ବି ସନ୍ତୁଷ୍ଟ, ନିଜକୁ ଅକ୍ଷର ରୂପରେ ବି ସନ୍ତୁଷ୍ଟ। ଇଏ ହେଲା ଜଗନ୍ନାଥ ଚେତନା। ଜଗନ୍ନାଥ ଚେତନା ହଉଛି ମଣିଷର ଚେତନା। ମଣିଷ ଜଗନ୍ନାଥଙ୍କୁ କୋଉ ଦୃଷ୍ଟିରେ ଗ୍ରହଣ କରିପାରେ, କୋଉ ଚେତନାରେ ସେ ଜଗନ୍ନାଥ, ଏବଂ ଜଗନ୍ନାଥ ହିଁ ବହୁତ ଚାଲାକ। ଆପଣ ଯୋଉ ଚେତନାରେ ତାଙ୍କୁ ପୂଜା କରିବେ, ସେଇ ଚେତନାରେ ସେ ଆପଣଙ୍କ ପାଖରେ ମ୍ୟାନିଫେଷ୍ଟ କରିବେ। ମୁଁ ବୁଝିପାରୁନି ନିରାକାର, ମୁଁ ବୁଝିପାରୁନି ଅକ୍ଷର, ମୋର ଗୋଟେ ଜଗନ୍ନାଥ ମୂର୍ତ୍ତି ଦରକାର। ତେଣୁ ଦିଅଙ୍କ ଘରେ ମୁଁ ଜଗନ୍ନାଥଙ୍କର ମୂର୍ତ୍ତି ରଖିଛି। ଜଗନ୍ନାଥ କେବେ ଠିକ ଅଛି, ମୁଁ ତତେ ସେଇ ରୂପରେ ଦେଖାଦେବି। କିନ୍ତୁ ମୋର ଏଇ ମୂର୍ତ୍ତିର, ମୋ ମିସେସ୍ ତ ସବୁଦିନ ମନ୍ଦିର ଯାଏ, ଯେହେତୁ ମନ୍ଦିର ସାମ୍ନାରେ ଆମ ଘର, ମୁଁ ଯାଏନି ଏଇଥିପାଇଁ ମତେ କାହିଁ ଫିଲ୍ ହୁଏ ଯେ ଜଗନ୍ନାଥ ଯେମିତି ସବୁଠି ଅଛନ୍ତି, ଈଶାବାସ୍ୟମ୍ ଇଦଂ ସର୍ବମ୍, ସବୁଠି ଅଛନ୍ତି। ତେଣୁ ଆମ ଭିତରେ କ୍ରିଟିସିଜମ ହେଲେ ମଧ୍ୟ ମୁଁ କହେ ନାଇଁ, ମୋ ପାଖେ ତ ଜଗନ୍ନାଥ, ମତେ ତ ଦେଖାଯାଉଛନ୍ତି ଜଗନ୍ନାଥ। ଇଏ ଗୋଟେ ଚେତନାର ସ୍ତର। କିନ୍ତୁ ତାହାର ହାୟର ସ୍ତର ହଉଛି ଉଭୟରେ ଯିଏ ସମନ୍ୱୟ ରକ୍ଷା କରିପାରେ। ମୁଁ ହେଉଛି ସେଇ ମ୍ୟାନିଫେଷ୍ଟ, ମୁଁ ମଧ୍ୟ ହେଉଛି ସେଇ ଅନମାନିଫେଷ୍ଟ। ମୋ ମ୍ୟାନିଫେଷ୍ଟ ହେଇପାରେ, ବ୍ୟକ୍ତ ହେଇପାରେ, ପୁଣି ବ୍ୟକ୍ତରୁ ପୁଣି ଅବ୍ୟକ୍ତ ହେଇପାରେ। ମୁଁ ଢେଉ ହେଇଯାଉଛି, ପୁଣି ସେଇ ସେମ୍ ଢେଉ ପୁଣି ସମୁଦ୍ରକୁ ଫେରି ଆସୁଛି। ଏଇ ଯୋଉ ଚେତନା, ୟାକୁ ପୁରୁଷୋତ୍ତମ ବୋଲି କୁହାଯାଏ। ତେଣୁ ଆମେ ଜଗନ୍ନାଥଙ୍କୁ ଗୋଟେ ପର୍ଟିକୁଲାର ଲ୍ୟାଣ୍ଡ, ଏଇଟା ହଉଛି ପୁରୀ, ପୁରୀରେ ଜଗନ୍ନାଥ ଅଛନ୍ତି। ଜଗତ ନାଥ କହୁଛେ, କେତେ କଣ୍ଟ୍ରାଡିକ୍ସନ ମୁଁ ବୁଝିପାରୁନି। ଜଗତର ନାଥ କହୁଛେ, ତାପରେ ଆମେ କହୁଛେ ଇଏ ପୁରୀର ନାଥ, ଇଏ ହେଲେ ହିନ୍ଦୁ ମାନଙ୍କର ନାଥ। ଇଏ ନୁହଁ। ତେଣୁ ଇଏ ହଉଛି ଚେତନାର ଡେସ୍କ୍ରିପସନ, ଏ ମଣିଷ ଡେସ୍କ୍ରାଇବ କରୁଛି। ଥ୍ୟାଙ୍କ ୟୁ ଦିସ୍ ମଚ୍। I am very happy that I am invited to share my thought. This is my personal thought. Thank you. ଧନ୍ୟବାଦ ସାର୍। ମୁଁ ଗୋଟେ କଥା କହିବି, ମୁଁ ଆଶୁତୋଷ ସାର୍ଙ୍କୁ ୟା ପରେ ଇନଭାଇଟ୍ କରିବି। ଗୋଟେ କଥା କହେ,